ସବୁ ଝାଳ ନା ଏମିତି ଏକ ପ୍ରେମ ଭାଇ ଯାତ୍ରା ପରି ଆନାଉନ୍ସ କରିଦେଲା କଳାକାର ଆବଶ୍ୟକ। ଗୋଟେ ପୁଅ ଗୋଟେ ଝିଅ ନଦୀ ସେପଟୁ ପାର ହେଇକି ପଳେଇଲେ କୋଉଠି କଟକ ବାଦାମବାଡ଼ି। ଭାଇ କଟକ ବାଦାମବାଡ଼ିରେ ପୁଅ ପହଞ୍ଚିଲା ଝିଅ ପହଞ୍ଚିଲା ଭାଇ ସମସ୍ତେ ପଳେଇଛନ୍ତି ଗୋଟେ ରୁମ ଅଛି ବଡ ଅଡୁଆ ହେଲା। ଯାତ୍ରାପାଟି ମାଲିକ ପଚାରିଲା ଭାଇ ଗୋଟେ ରୁମ କରିଛି କଣ ଆଡଜଷ୍ଟ କରିପାରିବ? ସେ କହିଲେ ହଉ ଯଦି ତମେ କହୁଛ ଚଳେଇଦବା। ଝିଅକୁ ପଚରା ଗଲା ଆଲୋ ମା ତୁ ତ ବହୁତ କଷ୍ଟରେ ଆଇଛୁ କେମିତି କଣ କରିବା? ନା ଆମେ ଚଳେଇଦବା। ଠିକ ଅଛି ଭାଇ ରୁମ ଠିକ ହେଇଗଲା। ଭାଇ ରୁମ ଭିତରକୁ ଏଣ୍ଟ୍ରି କଲା ବସିକି ଗୋଟାଏ ଖଟ ପଚରା ଗଲା ସେଇ ପୁଅକୁ ଆରେ ଭାଇ ସେ ପୁଣି ଭଲ ପାଇଛନ୍ତି ନା ଆରେ ଗୋଟିଏ ଖଟ କେମିତି କଣ କରିବେ? ସେ କହିଲା ଭାଇ ଚଳେଇଦବା। ଏ କେମିତି ଚଳିବ? ଆରେ କିଛି ନାହିଁ ଭାଇ ଆମ ଦି ଜଣଙ୍କର ମିସିଂ ଓକେ ମଝିରେ ତକିଆ ରହିବ। ଭାଇ ଠିକ ସେଇଆ ହେଲା ଖଟ ମଝିରେ ରହିଲା ତକିଆ। ଭାଇ ସେଇଥିରେ ପୁଅ ପଚାରୁଛି ଝିଅକୁ ଝିଅ ପଚାରୁଛି ପୁଅକୁ। ଝିଅ କହିଲା ଅୟ ତମେ କଣ ମତେ ସତରେ ଭଲ ପାଉଛ? ନା ବିଶ୍ୱାସ କରିବନି ତମେ ଯାହା କହିବ ମୁଁ ସେଇଆ କରିଦେବି। ନା କଣ କରିଦେବ? ନା ଛାତ ଉପରୁ ଡେଇପାରିବ? ହଁ ମୁଁ ଦେଖେଇଦେବି। ମାରାନ ତମେ ତମ ଜୀବନଟାକୁ ମୁଁ ତମକୁ ଦେଇଦେବି। କହିଲା ଠିକ ଅଛି। ଭାଇ ସକାଳ ହେଲା ରାତି ଯାଇ ସକାଳ ହେଲା ସେତିକି ବେଳେ ଝିଅଟି ବର୍ତ୍ତମାନ ଝରକା ଖୋଲିଲା। ଝରକା ଖୋଲିଲା ବେଳକୁ ଦେଖିଲା ଗୋଟେ ସୁନ୍ଦର ଗୋଲାପ ଫୁଲଟେ ଫୁଟିଛି। ସେଠି ସେ ପଚାରୁଛି ଏଇଠି ଅନେଇଲ ନା କଣ କହୁନ? ଏ ସ୍ୱାମୀ ସ୍ତ୍ରୀ କଥା ତ କହୁ କହିଲି ନାଇଁ ଯୋଉ ଗୋଲାପ ଫୁଲଟା ଫୁଟିছে ଦେଇପାରିବ? ନା ଏଇ ଗୋଟେ କଥା ଇଏ ହଉଛି ମୋ ବାଁ ହାତର କମାଲ। ଆଉ ଫଟକିନ ଦେଇକି ସଟକିନ ମୁଁ ପଳେଇ ଆଣିବି। ନା ଭଲ ଆଉ ନା କଣ ଯେ ରାତିରେ ତକିଆଟା ଦେଇ ପାଇଲେନି ସେ ଝରକା ଡେଇଁବ କେମିତି? ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ପୁଣି ଆପଣମାନଙ୍କୁ ଫ୍ରି ଦେବା ଲେଡିଜ ଜେଣ୍ଟସର ସୁପର ସମ୍ବଲପୁରୀ ମହୁଆ।